ଆମ ଜଗା ଭାରି ବଢ଼ିଆ। ତାର ବିକଳ ମୁଖ ଦେଖି ଖଡ଼ଗ ଫୁଜ ଊର୍ଦ୍ଧ୍ୱେ ରଖି ଛେଦନ ନ କରି ତା ଶିର ହସି ବୋଲନ୍ତି ନୃପବର। ତୁ ଯେ ଅଞ୍ଜଳି ଶିରେ ଧରି ପାଦେ ପଡ଼ିଲୁ ଭୟ କରି। ଅର୍ଜୁନ ବଂଶେ ଜାତ ଯାର ତାହାକୁ ଭୟ ନାହିଁ ତୋର। ଅଧର୍ମ ବନ୍ଧୁ ତୁ ସ୍ୱଭାବେ ମୋର ବଚନ ଶୁଣ ଏବେ। ମୋହର ଦେଶେ ନ ପଶିବୁ ଯେବେ ତୁ ଜୀବନେ ବଞ୍ଚିବୁ। ତୁ କେନେ ଥିବୁ ରାଜ ଘରେ ଅଧର୍ମ ଯୁଦ୍ଧ ତୋ ସଙ୍ଗରେ। ଲୋଭ ସତ୍ୟ ଚର୍ଯ୍ୟ କର୍ମ ଏ ଆଦି ଅଶେଷ ଅଧର୍ମ। ଦୁର୍ଜନ ଆଚରଣ ଅହଂ ମାୟା କଳହ ଦମ୍ଭ ମୋହ। ତୋହର ସଙ୍ଗେ ଥାନ୍ତି ଏତେ ମୋ ଦେଶେ ଥିବୁ ତୁ କେମନ୍ତେ। ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ ତହିଁ ତୁ ନ ପଶିବୁ ଭ୍ରମେ। ଏ ବ୍ରହ୍ମାବର୍ତ୍ତେ ଯେତେ ଜନ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ। ଆଗମ ନିଗମ ପ୍ରମାଣେ ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ। ହରିଚରଣେ ପୂଜା କରି ଯେଣେ ସନ୍ତୋଷ ନର ହରି। ସ୍ଥାବର ଆଦି ଚାରି ଦେହେ ବାହ୍ୟ ଅନ୍ତରେ ବ୍ୟାପି ରହେ। ଯେନେ ପବନ ଏ ଶରୀରେ ବହଇ ଅନ୍ତର ବାହାରେ। ସେ ହରି ପୂଜା କରେ ଯେହି ତହିଁ ପ୍ରବେଶ ତୋର ନାହିଁ। ଏ ଧର୍ମ ମୋହର ପ୍ରମାଣ ଏଥକୁ ସାକ୍ଷୀ ନାରାୟଣ। ଶୁଣି ସେ ରାଜାର ଉତ୍ତର କଳି କମ୍ପଇ ଥର ହର। ଉଚ୍ଚେ ଉଚ୍ଚାଇ ଆସି ବର ଦିଶଇ ଯେହ୍ନେ ଦଣ୍ଡଧର। ସେ ରାଜା ମୁଖ କଳି ଚାହିଁ ବୋଲଇ ଶିରେ କର ଦେଇ। ଭୋ ରାଜା ମୁଁ ତୋର ବଚନେ ଥିବି ତ ଆଜ୍ଞା ପରମାଣେ। ତତେ ଦେଖଇ ଆଗ ପଛେ ଖଡ଼ଗ ହସ୍ତେ ତୁ ପ୍ରତ୍ୟକ୍ଷେ। ତୁ ଧର୍ମ ପ୍ରାଣୀଙ୍କର ସାର ବିଚାରି ମତେ ସ୍ଥାନ କର। ଯହିଁ ନିଶ୍ଚିନ୍ତେ ଥିବି ମୁହିଁ ତୋହର ଆଜ୍ଞା ଶିରେ ବହି। କଳି ବଚନ ଶୁଣି ହସି ସନ୍ତୋଷ ଚିତ୍ତ ରାଜ ଋଷି। ଚାରି ପ୍ରକାରେ ସ୍ଥାନ ଦେଲା ନିତ୍ୟ ଅଧର୍ମ ଯହିଁ ମେଳା। ଦୂତ କାମିନୀ ମଦ୍ୟପାନ ପ୍ରାଣୀ ମାରଣ ଯେବା ସ୍ଥାନ। ପୁଣି ବୋଲଇ କଳି ଯୁଗ ମୋର ଏ ସ୍ଥାନ ଚାରି ଭାଗ। ଯହିଁ ମୁଁ ଥିବି ନିରନ୍ତରେ ପଞ୍ଚମ ସ୍ଥାନ ଦିଅ ମୋରେ। କଳିର ବାକ୍ୟ ଭାଳି ଚିତ୍ତେ ସୁବର୍ଣ୍ଣ ଦେଲା ତାର ହସ୍ତେ। ଏ ପଞ୍ଚ ସ୍ଥାନ ପଞ୍ଚ ଗୁଣ ବ୍ରାହ୍ମଣେ ସାବଧାନେ ଶୁଣ। ମିଥ୍ୟା ବସଇ ତୁତ ମଧ୍ୟେ କାମ କାମିନୀ ମଦ ମଧ୍ୟେ। ପ୍ରାଣୀ ମାରଣେ ରଜ ଗୁଣ ସୁବର୍ଣ୍ଣ ମଧ୍ୟେ ରିପୁ ଗଣ। ଏ ପଞ୍ଚ ସ୍ଥାନ ତାରେ ଦେଲା ଯହିଁ ଅଧର୍ମ ସଙ୍ଗ ମେଳା। ପ୍ରମାଣୀ ଅଭିମନ୍ୟୁ ବାଳା କଳି ଯୁଗକୁ ସ୍ଥାନ ଦେଲା। ତକ୍ଷଣେ ରାଜାର ବଚନେ କଳି ବସିଲା ପଞ୍ଚ ସ୍ଥାନେ। ଏଣୁ ଏମାନଙ୍କୁ ସେବନ ନ କରେ ବିଜ୍ଞ ଯେଉ ଜନ। ସେ ଧର୍ମଶୀଳ ଯେହ୍ନେ ମେରୁ ସ୍ୱଭାବେ ଲୋକପତି ଗୁରୁ। ତପସ ଉଚ୍ଚ ଦୟା ତିନି ବୃଷଭ ପାଦ ବୋଲି ମାନି। ନିଜର ବିଷୟ ପାଳନେ ବର୍ତ୍ତିଲା ଏ ଚାରି ଚରଣେ। ଆଶ୍ୱାସ ବାକ୍ୟ ମନ ହରି ପୃଥ୍ୱୀ କି ସମବୃଦ୍ଧି କରି। ସ୍ୱଭାବେ ସ୍ୱଧର୍ମ ପାଳନେ ରାଜା ଉଚିତ ଯେ ପ୍ରମାଣେ। ଧର୍ମ ନନ୍ଦନ ଧରି କୋଳେ ତପେ ଅରଣ୍ୟ ଯିବା ବେଳେ। ପରୀକ୍ଷେ ରାଜ ଶିକ୍ଷା ଦେଇ ସ୍ୱର୍ଗେ ଚଳିଲେ ପାଞ୍ଚ ଭାଇ। ସେହି ପ୍ରକାରେ ମନେ ଗୁଣି ରହେ କୌରବ ଶିରୋମଣି। ହସ୍ତିନାପୁରେ ରାଜନୀତି ପ୍ରଜା ପାଳନେ ଚକ୍ରବର୍ତ୍ତୀ। ଏମନ୍ତେ ଅଭିମନ୍ୟୁ ସୁତ ପ୍ରଜା ପାଳଇ ଅବିରତ। ଯାହାର ରାଜ୍ୟେ ତୁମ୍ଭେ ଥାଇ ହରି ବଜୁଚ ଯଜ୍ଞ ତାହି। ସେ ହରି ଚରଣେ ବିଶ୍ୱାସ କହଇ ଜଗନ୍ନାଥ ଦାସ। ନିର୍ମଳ ଭଗବତ ବାଣୀ ସୁଜନେ ତର ଏହା ଶୁଣି।
इति श्रीमद्भागवते महापुराण परमहंसा संहिताया प्रथमस्कन्धे कलिनिग्रह नाम अष्टादश अध्याय। ब्राह्मण बालकर साफल वंदे परीक्षित नृप वैराग्य हेला मने जात अष्टादशर चरित कहन्ति सुत्त सुत्त चेता शुण सकल ब्रह्मवेता द्रोण कुमार शस्त्राघाते से राजा बंची गर्भगते कृष्णर अनुग्रह भावे नमला जननीर गर्भे ब्राह्मण कोपे साप देला तक्षक दंशिव बोइला मरणे न डरी राजन चित्ते चिंतिला भगवान हरि महिमा परिमाणी व्यास कुमार मुख शुणी छाड़ीण सर्वसंग हेले से जीव ज्ञान तत्व वळे गंगारे छाड़ी निज प्राण गोविंदे पशिला शरण कृष्णर गुण गाथा पंथी जे नित्य हृदरे चिंतन्ति कृष्णर कथा मृत तुंडे कहि रोमांच निज पिंडे सर्वदा पाद जे स्मरन्ति मरणे किबा तांक भीति से राजा जेते दिन थिला ता राज्य कली न पशिला नंद नंदन जेते बेले तनु छाड़िले मोहि तले तक्षणे अधर्म पुरुष कलिए संसारे प्रवेश से राजा ताकु स्थान देई सारंग प्राय सार खाई ए कली जुग धर्म एहि कुशल कर्म जे चिंतई से फल एते हे भुंजई इतर चिंता न